ପସନ୍ଦ ହଉଛି ନା ନାଇଁ? ହଁ ଘରେ କାମ ହେଲେ ଏଇ ସବୁ ପ୍ରୋବ୍ଲେମ। ତାର ଆଣିଥିଲି ତାର ପଇଲାନି ଆଉ ଥରେ ଗଲି। ପୁଣି ଏବେ ପାଇପ୍ ଯୋଉ ଜିଗଜାକ୍ ପାଇପ୍ ସେଗୁଡା ବି ଦରକାର, ସେଗୁଡା ପାଉନି। हे गाइस वेलकम बैक टू न्यू व्लॉग। तो केमती अछंती आपण माने? आशा करूछि आपण माने बहुत भले थिबे। मु भी बहुत भले अछि। तो आज बहुत सारा काम अछि, चलନ୍ତୁ जल्दी जल्दी सारिया। पूरा टायर्ड हे जिव न आज पूरा बहुत काम अछि। एबे जिबार अछि झियो को पुणी स्कूल आनिया पई। तार गोटे बही देई नथिले, स्कूल छुट्टी हेइतला रजरे। ସେଇଟା ପୁଣି ଯାଇକି ସାରଙ୍କ ସହିତ କଥା ହେଇକି ଆଣିବାକୁ ପଡିବ। ପୁଣି ଏସି ମେଡିକାଲ ରେ ଯିବାକୁ ପଡିବ, ସେଠି ଟିକେ କାମ ଅଛି। ତ ପୁଣି ଇଲେକ୍ଟ୍ରିକ ବାଲା ଆସିବେ ଆଜି। ଯୋଉ ନ୍ୟୁ କନେକ୍ସନ ଭାଇ ଦେଇଥିଲି ଆସିକି 2 ମାସ ହେଇଗଲାଣି ହେଲା। ନ୍ୟୁ କନେକ୍ସନ ପାଇଁ ଆପ୍ଲାଏ କରିଥିଲି ଯୋଉ, ତ ସେ ତାଙ୍କର କଣ ଷ୍ଟ୍ରାଇକ୍ ହେରିକା ସବୁ ଚାଲିଥିଲା, ତ ସେ ସବୁ ପାଇଁ ଦେଇ ନଥିଲେ। ସେ ଆଜି କାଲି ଏମିତି ହେଇକି ତ ଫାଇନାଲି ସେ ଆଜି ଲାଇନ ଦେବେ ବୋଲି କହିଛନ୍ତି। ତ ଦେଖାଯାଉ କେତେବେଳେ କଣ ସବୁ ହଉଛି। ତ ଫାଷ୍ଟ ଯାଉଛି ଝିଅର କାମଟା ଟିକେ ସାରି ଦେଇକି ଆସେ, ତାପରେ ଭିଡିଓକୁ କଣ୍ଟିନ୍ୟୁ କରୁଛି ଆଉ। ବୁଝିପାରୁଥିବେ କାଲି ସବୁ ସଜାସଜି ହେଇଥିଲା, ରାତିରେ ଫ୍ୟାନ୍ ଯୋଉ ଲାଗିଲା ଦେଖୁନାହାନ୍ତି କୁଆଡେ କଣ ଉଡି ଆଡି ସେ ସବୁ ଗୁରେଇ ଗାରି ହେଇକି ଅବସ୍ଥା। ତା ଭିତରେ ଗୋଟେ ବେଲୁନ ପଶି ଯାଇଛି, କଣ ହେଲାଣି ସବୁ। ଆରେ ହେଇ ଇଏ ଖାଇଦେଲାନି। ଏ ଠେକୁଆ ଗୋଟେ ଗାଜର ଭଳିଆ ତାର ଯୋଉ ଏଇଠି ହେଇଛି ପାଟିରେ, ସେ ଏଇଠି ଧରିଛି, ଇଏ ତାକୁ ନେଇକି ଖାଇଦେଲାନି। ପୁଣି ଚୁଚୁମା ପାଟିରେ ପୁରେଇ ଦେଲା। ତ ସେପଟେ ମୋର ଛତୁଆ, ଜଲ୍ଦି ଜଲ୍ଦି ଗୋଳ, ଭୋକ କଲାଣି। ଯୋଉ ବ୍ୟାଗଟା ଟଙ୍ଗେଇ ଦିଏ। ଚଲ ମୁଁ ଯାଉଛି, ଆସେ ବୋର ଔଷଧଟା ନେଇକି ମେଡିକାଲରୁ ଆସେ। ଗାଡ଼ି ଆମର ବଢିଆ ପାର୍କିଂ ହେଇଗଲା ଏଇଠି। ଆସନ ଯିବା ଚାଲି ଚାଲିକି ଏବେ, କାରଣ ସେଠି ଗାଡ଼ି ପାର୍କିଂ କରେଇ ଦେବେନି, ପୁଣି ଆସିବା ପାଇଁ ପଡ଼ିବ ନହେଲେ ଏଇଠି। ଚିହ୍ନା ପରିଚୟ ଥିବ ଯଦି ଭାଇ ଭଲ, ଏସବୁ କାମରେ ନହେଲେ ପୁରା ଭିଡ଼ରେ ଛିଡ଼ା ହେବାକୁ ପଡ଼ିବ ଲାଇନ୍ ଲଗେଇ। ଏତେ ଦିନ ପରେ ଆଜି ଦେଖିଲି ଭାଇ ପୁରା ଫାଙ୍କା। ଓହୋ, ଯାହା ହଉ ଔଷଧଟା ନେଇ ପଳେଇବା ଆଉ। ଆଜି ଫାଙ୍କା ଥିଲା ବୋଲି ଜଲ୍ଦି ଜଲ୍ଦି ହେଇଗଲା, କେହି ନାହାନ୍ତି ଭାଇ। ଲାଇଫରେ ଫାର୍ଷ୍ଟ ଟାଇମ୍ ଏମିତି ଦେଖିଲି ପୁରା ଫାଙ୍କା। ଔଷଧ ଆମର ହେଇଗଲା, ଚାଲ ଯିବା। କେତିକି ସମୟ ପାଇଁ ଭାଇ ଗଲି, ଆଇଲା ବେଳକୁ ସିଟ୍ଟା ପୁରା ତାତିକି ନିଆଁ ହେଇଯାଇଛି। କ'ଣ କହିବ, ଖରା କେଡ଼େ ଜୋର ହେଉଛି। ଗାଡ଼ିଟା ପୁରା ଅସନା ହେଇକି ରହିଲାଣି, ଧୁଆ ହେଇନି କେଉଁ ଦିନଠୁ। ଏବେ ଯାଉଛି, ଇଲେକ୍ଟ୍ରିକ ବାଲା ଫୋନ୍ ମାରିଥିଲେ ଆସିଗଲେଣି ବୋଧେ ବାହାରେ, ଯାଇକି ଦେଖିବା ନ୍ୟୁ କନେକ୍ସନଟା 2 ମାସ ପରେ ଫାଇନାଲି ଆଜି ଆସୁଛନ୍ତି। ଲାଇନ୍ ପଳେଇ ଆଇଲା। ତାର ଫାର ସବୁ ପୁରେଇ ଦେଇଛୁ ମୁଁ। ସେ କୋନା ଆଇଲେ କନେକ୍ସନ ଦବ, ଏଇଠି ଆମର ଲାଗିବ। ତ ସି କ୍ଲିପ୍ ବାଡ଼େଇ ଦେବା ଅବିକା, ତାପରେ ସେ ଆଇଲେ କନେକ୍ସନ ଦବ ଆଉ। ଘରେ କାମ ହେଲେ ଏଇ ସବୁ ପ୍ରୋବ୍ଲେମ। ତାର ଆଣିଥିଲି ତାର ପଇଲାନି ଆଉ ଥରେ ଗଲି। ପୁଣି ଏବେ ପାଇପ୍ ଯୋଉ ଜିଗଜାକ୍ ପାଇପ୍ ସେଗୁଡା ବି ଦରକାର, ସେଗୁଡା ପାଉନି। ଯାଉଛି ସେଗୁଡା ପୁଣି ଥରେ ଆଣିବା ପାଇଁ। ଖରାରେ କେତେଥର ଯିବା ଆସିବା କରିବାକୁ ପଡୁଛି। କେଡ଼େ ବଡ଼ ପାଇପ୍ଟା ଧରିକି ନେଇକି ଯାଉଛି, ନିଜେ ନିଜେ ସବୁ ଲଗେଇବାକୁ ପଡ଼ିବ, ବାଡ଼େଇ ବୁଡ଼େଇ ଦେବା। ଚାଲ। ओ तो भाई बढ़िया से सीखली फिर क्या बाड़े देली मस्त। तापर एबे पळेई आसिली तो खाली मिस्त्री की अपेक्षा काना मेन लाइन कनेक्शन भाई मु दिएनी प्रबल रिस्क रोचे काना पूरा वोल्ट जानथिबे हेवी वोल्ट पूरा खुंटी डायरेक्ट लाइन आइछ भाई मोर रिस्क नबार नहीं जमा। तो से किए आसुचंदी केतळे आसिकी दियंतु
ତାପରେ 2ଟା ଲାଇନ ହେଇଗଲେ ଭଲ ହବ, କାରଣ ଏସି 2ଟା ଚାଲିଲା ବେଳକୁ ଅସୁବିଧା ହଉଛି ନା, ତ ଗୋଟେ ଲାଇନରେ। ତ ଠିକ ଅଛି, ସକାଳେ ଗଲି ପୁଣି ଏସି ମେଡିକାଲ, ସେଠି କାମ ଥିଲା। ତାପରେ ଝିଅର ଆଣିବାକୁ ଗଲି ବହି ଖାତା, ତାର ସେଠି କଣ ସ୍କୁଲରୁ ତାକୁ ଆଣିବା ପାଇଁ ଗଲି। ପୁଣି ଏଠି ଇଲେକ୍ଟ୍ରିକ କାମ। ତାପରେ ହଁ, ଆଉ ଗୋଟେ କାମ ପୁଣି ଅଛି, ଝିଅର ଯୋଉ ଡ୍ରେସଟା ଆଣିଥିଲି ବାର୍ଥଡେରେ ପିନ୍ଧିବ ବୋଲି ଭିସାଲୁ, ତ ସେଇଟା ପୁଣି ଏକ୍ସଚେଞ୍ଜ ହବ। ତାକୁ ହଉନି, ସେଇଟା ମୁଁ ଟ୍ରାଏଲ ରୁମରେ ଟ୍ରାଏଲ କରିକି ସେ ଆଣିନଥିଲେ, ତ ସେଥିପାଇଁ ସେଇଟା ଯିବା, ପୁଣି ସେଇଟା ଏକ୍ସଚେଞ୍ଜ କରିବା। ଦୁନିଆ କାମ ଆଜି ଭାରି ପୁରା ବିରକ୍ତ ଲାଗିଲାଣି ଭାଇ। ତ ଯାଉଛି ଦେଖେ, କୁନା ତ କଣ ତା ଦୋକାନରେ କାମ ଅଛି, ସେ ମନା କଲା। ତାହେଲେ ଯାଉଛି ଦେଖେ ପଦିଆ ତାକୁ ଟିକେ କୁହେ, ଯଦି ଝିଅରେ ଜଣେ କନେକ୍ସନ ଆସି ଇଲେକ୍ଟ୍ରିକ ମିସ୍ତ୍ରୀ ଦେଇଦେଲେ ଗଲା, ତ ଗୋଟେ କାମ ସରିଯିବ। ତ ଯାଉଛି ଦେଖେ କଣ ହଉଛି। ତ ଏବେ ଗାଇସ୍ ପୁଣି ଆଉ ଗୋଟେ କାମ ପଡିଲା। ତ ଘରେ ଆମର ଆକ୍ଚୁଆଲି କଣ କହିଲେ, ଯୋଉ ଇଲେକ୍ଟ୍ରିକ ତାର ଖୁଣ୍ଟିରେ ଯୋଉ ଆସିଛି, ଯୋଉ ଘର ବାହାରେ ଗୋଟେ ରଡଟା ଲାଗେନି କି, ତ ତାପରେ ତାର ବନ୍ଧା ହେଇକି ଘର ଭିତରୁ କନେକ୍ସନ ଆସେ। ତ ଆକ୍ଚୁଆଲି ସେଇଟା କଣ ହେଇଛି, ସେଇଟା ଆମର ଖାଇଗଲାଣି ପୁରା ଘର ବାହାରେ ଯୋଉ ଲାଗିଛି। ତ ବାରମ୍ବାର ତାର ତାପରେ ଲୋଡ ରହିଲେ ଭାଙ୍ଗିକି ମୁଣ୍ଡ ଫୁଣ୍ଡ ଉପରେ ପଡିବ ନା। ତ ଯାଉଛି କଲେଜ ଛକ ଟିକେ ଏବେ ଯିବି, ଗୋଟେ କବାଡି ଦୋକାନରୁ ସେ କଟ ପିସର ଗୋଟେ ଲୁହା ଆଣିଲେ, ତାକୁ ପୁଣି ଶାଳରେ ଦେବି ବନେଇବା ପାଇଁ, ସବୁ ହୋଲ ଫୋଲ କରିବେ ସେମାନେ। ତ ଖାଲି କାମ 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 ଭାଇ, ଆଜି ପିଛା ଛାଡୁନି ମୋର। ତ ଚାଲନ୍ତୁ ଯିବା। ଯାଉଛି ଏବେ କଲେଜ ଛକ ଗୋଟେ ଆଣିବା ପାଇଁ ୟାଙ୍ଗେଲ। ତ ଗାଇସ୍ ଦେଖିପାରୁଥିବେ, କଲେଜ ଛକରୁ ଗଲି, ଏଇ ଲୁହାଟା ବି ନେଇକି ଆସିଲି। ଏଇଟା ଯାଉଛି ଶାଳରେ ଦେବି, ତା ମାପ ଅନୁସାରେ ଏଠି ସବୁ ହୋଲ ହବ ଆଉ। ତ ଯିବା ଏବେ। ଓହୋ ଓହୋ, ଆଉ ବଢିଆ କଣା ମଣା ହେଇଗଲା ସବୁ। ମୋର ଖାଇବା ପିଇବା ମସ୍ତ ଏବେ ସରିଯାଇଛି, ତ ଚାଲନ୍ତୁ ଯିବା। 3ଟା ବାଜିବା ପାଇଁ ହେଇଗଲାଣି, ତ ଟିକେ ରେଷ୍ଟ କରିଦେବା, ତାପରେ ଜିମ୍ ଯିବା। କାଲି ଯାଇନଥିଲି। ମାମୁନ ଏଠି ଖାଉଛି। ମାମୁନ କଣ ହେଲା? ଆରେ ଘୁମଉଛି, ଦେଖ ଦେଖ, ଗୋଟେ ପିଲାକୁ ଦେଖ କେମିତି ଘୁମଉଛି। ରେ 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 ରେ, ଆରେ ଇଏ କଣ? ମାମୁନ ଅନେଇଲୁ, ଅନା ଟିକେ କେମିତି ଘୁମଉଛି। ଗାଇସ୍ ଦେଖ ଟିକେ, ଦେଖ ଟିକେ ମୋ ଝିଅକୁ। କଣ କଣ କହିଲୁ? ୟୁଟ୍ୟୁବରେ ଦେଖିକି କଲେ ବି କିଛି କରିପାରିବ। ହଉ ତ ଦେଖିଲି, କାମ ସବୁ ଶିଖିଲେ, ଏଥର ଆଉ ତତେ ଡାକିବାର ନାହିଁ ଆଉ। ଦେଖିବା ଟିକେ ଜୁମ୍ କରିବା କେମିତି କଣ ଝାଡ଼ିଦେ। ହେଲା ତ, ଆଉ ଗଲା ତ, ଚାକିରି ଖାଇଲି ଆଉ। ଆଉ ଡାକିବିନି, ସବୁ ଭିଡ଼ିଓ କରି ରଖିଲି, କୋଉଟା କେମିତି କଣ ଲାଗୁଛି ହେଲା। 100 ଥର ତ ଡାକିବାକୁ ପଡୁଛି ନା, ତେଲ ପାଣି ମାରିବାକୁ ପଡୁଛି। ତ ଗାଇସ୍ ଦେଖିପାରୁଥିବେ, ମୁଁ ବର୍ତ୍ତମାନ ରେଡି ହେଇଗଲିଣି, ଯିବି ଜିମ୍। ଆଜି ଲେଟ୍ ହେଇଗଲା କାହିଁକି ନା, ସେ କୁନା ଆସିକି କାମ କରୁଥିଲା ଇଲେକ୍ଟ୍ରିକ କାମ, ତା ସାଙ୍ଗରେ ଲାଗିକି ଭାଇ କାମ ନ ସରିଲେ ଏମିତି କାମ ଗୁରା ଖାଲି ଗଡ଼ିବ, ନହେଲେ କିଛି ନାହିଁ। ତ ଠିକ ଅଛି, ମୁଁ ଯାଉଛି ଜିମ୍, ଜିମ୍ରୁ ଆସେ, ତାପରେ ଯିବା ବିଶାଲ ଯୋଉ କହୁଥିଲି ଝିଅର ଡ୍ରେସ୍ ଏକ୍ସଚେଞ୍ଜ କରିବା ପାଇଁ, ତ ଯିବା ଆଉ। ତ ଠିକ ଅଛି, ମୁଁ ଏବେ ଜିମ୍ ଯାଇକି ଆସେ ଭାରି। ତ ଗାଇସ୍ ଜିମ୍ରୁ ଆସିକି ମୁଁ ଏବେ ରେଡି ହେଇକି ବୁଲୁଛି ବାହାରିକି। ଜ୍ୟୋତିର ଏପଟେ କାମ ସରିନି, କି ଝିଅର ବି ମୋର ସରିନି। ସାନ ପୁଣି ଖାଇବ, ତ ସେମାନଙ୍କର କାମ ସବୁ ସରୁ, କେତେବେଳେ କଣ ସରୁଛି, ତାପରେ ବାହାରିବା। ଆମର ମହାପ୍ରଭୁଙ୍କ ଆଳତି ହଉଛି। ଠିକ ଅଛି, ତାଙ୍କର ସବୁ କାମ ସରୁ, ଯିବା ଆଉ। କିଛି ପସନ୍ଦ ହଉଛି ନା ନାଇଁ? ଏକ୍ସଚେଞ୍ଜ କରିବା ପାଇଁ ଆସୁଛୁ। ମେନ୍ କଥା ହେଲା ସାଇଜର ଝିଅର କିଛି ମିଳୁନି ହେଲା, ବହୁତ ଛୋଟ ପିଲାଙ୍କର ଅଛି, ଆଉ ଟିକେ ଆର ବଡ଼ ସାଇଜ ନା, ସେଥିପାଇଁ ଟିକେ ମିଳୁନି ଆଉ। ମାମୁନୁ କଣ ଡ୍ରେସ୍ ଦେଖୁଛି, ଆଖିରେ ବାଜିବ ସେଟା। ତ ମାମା ଦେଖିବ ଏଟା କଣ। ନହେଲେ ଘର କଣା ଜିନିଷ କଣ ନେଇକି ଯିବା, ତ ପଇସା ତ ସେ ଦେବେନି ନା, ତ କଣ କରିବା। ଏ ସବୁ ଛୋଟ ଛୋଟ ଦେଖୁଛନ୍ତି ଆପଣ ମାନେ ସବୁ। ଓ ହଉ, ଚାଲ ମସ୍ତ ସପିଂ ପରେ ଏଇଟା ଏଇ ପେଟ୍ରୋଲ ପମ୍ପ ଯେଉଁ ଅଛି ଏଇ ସାମ୍ନାରେ ଦେଖିପାରୁଥିବେ, ତାଙ୍କର ଘୁଗୁନିଟା ବଢ଼ିଆ କରନ୍ତି, ଦହିବରା ଘୁଗୁନି। ତ ଏଇଠି ଖାଇକି ଟେଷ୍ଟ କରିବା କେମିତି କ'ଣ ଅଛି। ମୁଁ ତ ଆଗରୁ ଖାଇଛି, ଖାଇଲେ କେମିତି କ'ଣ ଲାଗୁଛି। ଭଲ ଅଛି, ଭଲ ମୁଁ ଆଙ୍କ ପାଖରେ ଆଗରୁ ଖାଇଛି, ଭଲ, ସେଥିପାଇଁ ତମକୁ ଆଣିଲି। ତ ଫ୍ରେଣ୍ଡସ୍ ମସ୍ତ ବୁଲାବୁଲି କରିକି ଏବେ ପଳେଇ ଆସିଥିଲୁ।
ତ ଆଉ ରାତିରେ ଖାଇବାର ବି କିଛି ନାହିଁ, ତ ସେଇଠି ଖାଇଦେଇକି ପଳେଇ ଆସିଥିଲୁ ଦହିବରା। ମୁଁ ଏକାଥରେ 3ଟା 4ଟା ପ୍ଲେଟ୍ ଖାଇଦେଲି, କାରଣ ଏଡିକି ଏଡି ଛୋଟ ଛୋଟ ଦହିବରା ଗୁରା କଣ ସେ ପାଟିକି ଲାଗୁନି। ବଢିଆ ଟେଷ୍ଟ ବି ବଢିଆ, ମାନେ ବଜ୍ରକବାଟି ପୁରା ଟ୍ରାଫିକ ଛକରୁ ଜଷ୍ଟ ଟିକେ ରାଣିହାଟ ଆଡକୁ ଯିବା ପାଇଁ ଯୋଉ ରାସ୍ତାଟା ଅଛି, ତ ଟିକେ ଜଷ୍ଟ ଗଲା ବେଳକୁ ଯୋଉ ପେଟ୍ରୋଲ ପମ୍ପ ପଡିବ ଡାହାଣ ପଟେ, ଏଇଟା ବାଁ ପଟେ, ମାନେ ବିଶାଲ ଯୋଉ ପଟେ ଯୋଉ ବାଁ ପଟ ଲାଇନ ଟା ବିଶାଲ ପଛକୁ ଟିକେ ମାନେ ଟ୍ରାଫିକ ଆଡକୁ। ତ ଗୋଟେ ଅଟୋରେ ସେ ବିକ୍ରି କରୁଥିବେ, ମୁଁ ଥମ୍ବନେଲ ତ ଦେଇଛି, ଆପଣ ଦେଖିକି ଜାଣିପାରିବେ ଯଦି କେବେ ଯିବେ ଟେଷ୍ଟ କରିବା ପାଇଁ। ବହୁତ ବଢିଆ ଟେଷ୍ଟ, କିଛି ପ୍ରୋବ୍ଲେମ ନାହିଁ, ଆପଣ ଚାହିଁଲେ ଖାଇପାରିବେ। ତ ଆଜିର ଭିଡିଓଟା ଏମିତି କିଛି ଥିଲା, ବହୁତ ମାନେ ଟାୟାର୍ଡ ହେଇଗଲେଣି ଦିନ ଯାକ ଏପଟ ସେପଟ ଖାଲି କାମରେ। ତ ରହୁଛି ନେକ୍ସଟ ଭିଡିଓରେ ଦେଖା ହବା, ବାଇ ବାଇ।